नमस्कार। अच्छा, परीक्षा ପାଇଁ ସମୟ ବହୁତ କମ୍ ଆଉ ସିଲାବସଟା ପହାଡ଼ ଭଳି ଲାଗୁଛି କି? ତେବେ ଆଦୌ ଚିନ୍ତା କରନ୍ତୁନି। ଆଜି ଆମେ ଏମିତି ଗୋଟେ 27 ଦିନର ପ୍ଲାନ୍ ବିଷୟରେ କଥା ହେବା ଯାହା ଏହି ଅସମ୍ଭବ ଲାଗୁଥିବା କାମକୁ ବି ସମ୍ଭବ କରି ଦେଖେଇବ। ମାତ୍ର 27 ଦିନରେ ଏତେ ବଡ଼ ସିଲାବସ୍ ଶୁଣିବାକୁ ଟିକେ ଅଜବ ଲାଗୁଛି, ନୁହେଁ କି? ହଁ, ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ, କିନ୍ତୁ ଏକ ସୁବର୍ଣ୍ଣ ସୁଯୋଗ ବି। ଗୋଟେ ସଠିକ୍ ପ୍ଲାନ୍ ଥିଲେ ଏଇ କମ୍ ସମୟ ଭିତରେ ବି ପ୍ରସ୍ତୁତିକୁ ପୁରା ନୂଆ ମୋଡ଼ ଦିଆହେବ। ତେବେ ଆସନ୍ତୁ ଦେଖିବା ଏହାର ରହସ୍ୟ କ'ଣ। ତେବେ ଆମେ ଏହି ପୂରା ପ୍ଲାନ୍କୁ 6ଟି ଭାଗରେ ବୁଝିବା। ପ୍ରଥମେ 27 ଦିନର ଚ୍ୟାଲେଞ୍ଜ କ'ଣ, ତାପରେ ଦୈନିକ ରୁଟିନ୍, ଆଉ ତାପରେ ଗୋଟେ ପରେ ଗୋଟେ 3ଟି ପର୍ଯ୍ୟାୟ ମୂଳଦୁଆ, ଜ୍ଞାନର ସମ୍ପ୍ରସାରଣ ଆଉ ଶେଷରେ ଅନ୍ତିମ ପ୍ରୟାସ। ଶେଷରେ ଆମେ ସଫଳତାର ରାସ୍ତା ବିଷୟରେ ଆଲୋଚନା କରିବା। ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗ 27 ଦିନିଆ ଆହ୍ୱାନରୁ। ଦେଖନ୍ତୁ, ଯେତେବେଳେ ସମୟ ହାତରେ କମ୍ ଥାଏ ଆଉ ସିଲାବସ୍ ପାହାଡ଼ ଭଳି ଲାଗେ, ସେତେବେଳେ ଟିକେ ଦିଗହରା ଲାଗିବାଟା ବହୁତ ସ୍ୱାଭାବିକ କଥା। କିନ୍ତୁ ଘବରେଇବାର କିଛି ନାହିଁ, ଏହାର ସମାଧାନ ଅଛି। ଆଉ ସେହି ସମାଧାନ ହେଉଛି କେବଳ କଠିନ ପରିଶ୍ରମ ନୁହେଁ, ବରଂ ଗୋଟେ ସ୍ମାର୍ଟ ପ୍ଲାନ୍। ମାନେ ଏମିତି ଗୋଟେ ରଣନୀତି ଯାହା ଏହି ବିଶାଳ ସିଲାବସ୍କୁ ଛୋଟ ଛୋଟ ଭାଗରେ ବାଣ୍ଟିଦେବ, ଯାହାକୁ ସମ୍ଭାଳିବା ସହଜ ହେବ। ଏବେ ଆସିଲା ଆମର ଦ୍ୱିତୀୟ ବିଭାଗ, ଦୈନିକ ରୂପରେଖା। ଦେଖନ୍ତୁ, ଏହି ପୂରା ପ୍ଲାନର ମୂଳଦ୍ୱାର ହେଉଛି ଆମର ପ୍ରତିଦିନର ପଢ଼ାପଢ଼ି ଅଭ୍ୟାସ। ଆଉ ଏହି ରୁଟିନ୍କୁ ଏମିତି ଭାବେ ତିଆରି କରାଯାଇଛି ଯେମିତି କୌଣସି ବିଷୟ ଉପରୁ ନଜର ନ ହଟିବ। ଆମେ ପ୍ରତିଦିନକୁ 3ଟା ଷ୍ଟଡି ସ୍ଲଟ୍ରେ ବାଣ୍ଟିଦେବା। ପ୍ରଥମ ସ୍ଲଟ୍ ପାଖାପାଖି 2 ଘଣ୍ଟାର, ଯେଉଁଥିରେ ଆମେ ମୂଳ ଧାରଣା ଯେମିତିକି ଗଣିତ ଉପରେ ଫୋକସ୍ କରିବା। ଦ୍ୱିତୀୟ ସ୍ଲଟ୍ 1.5 ଘଣ୍ଟାର, ଏଟା ରହିବ ରିଜନିଂ ପାଇଁ। ଆଉ ତୃତୀୟ ସ୍ଲଟ୍ ପୁଣି 2 ଘଣ୍ଟାର, ଯେଉଁଥିରେ ଆମେ ସାଧାରଣ ଅଧ୍ୟୟନ ଆଉ ଭାଷା ଦେଖିବା। ଏମିତି କଲେ ପ୍ରତିଦିନ ସବୁ ବିଷୟ କଭର ହୋଇଯିବ। ଠିକ୍ ଅଛି, ଏବେ ଆସନ୍ତୁ ଆମ ଯୋଜନାର ପ୍ରଥମ ପର୍ଯ୍ୟାୟ ଭିତରକୁ ଯିବା। ବିଭାଗ 3 ମୂଳଦୁଆ ନିର୍ମାଣ। ଏଟା ହେଉଛି ପ୍ରଥମ 12 ଦିନର କଥା, ଆଉ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଆମର ବେସିକ୍ସକୁ ପୂରାପୂରି ମଜବୁତ କରିବା। ତେବେ ଏହି ପ୍ରଥମ 12 ଦିନରେ ଦେଖନ୍ତୁ, ସ୍ଲଟ୍ 1ରେ ଆମେ ଗଣିତର ମୂଳଦୁଆ ଯେମିତିକି ସଂଖ୍ୟା ପ୍ରଣାଳୀ, ଶତକଡ଼ା, ଶୁଦ୍ଧ ଏସବୁ ଉପରେ ଫୋକସ୍ କରିବା। ସ୍ଲଟ୍ 2ରେ ରିଜନିଂର ମୂଳ ତର୍କ, ସିରିଜ୍, ରକ୍ତ ସମ୍ପର୍କ, ସିଲୋଜିଜିମ୍। ଆଉ ସ୍ଲଟ୍ 3ରେ ସାଧାରଣ ଅଧ୍ୟୟନର ମୁଖ୍ୟ ବିଷୟ ଯେମିତିକି ସମ୍ବିଧାନ, ଇତିହାସ ଆଉ ନ୍ୟାୟପାଳିକା। ଏମିତି ଭାବରେ ଗୋଟେ ବହୁତ ଶକ୍ତ ଭିତ୍ତିଭୂମି ତିଆରି ହୋଇଯିବ। ଏଠି ଗୋଟେ କଥା ଲକ୍ଷ୍ୟ କରନ୍ତୁ, ଶୁଦ୍ଧ ଭଳି ବିଷୟକୁ ଏହି ପ୍ରଥମ ପର୍ଯ୍ୟାୟରେ ହିଁ ରଖାଯାଇଛି। କାହିଁକି? କାରଣ ଯେଉଁ ବିଷୟ ଟିକେ କଠିନ ଲାଗେ, ତାକୁ ଆଗରୁ ସାରିଦେବାଟା ହିଁ ବୁଦ୍ଧିମାନର କାମ। ଏହା ଆତ୍ମବିଶ୍ୱାସ ବଢ଼େଇଥାଏ। ଆଚ୍ଛା, ତେବେ ମୂଳଦୁଆ ତ ତିଆରି ହୋଇଗଲା। ଏବେ ଆସିବା ଚତୁର୍ଥ ବିଭାଗ, ଜ୍ଞାନର ସମ୍ପ୍ରସାରଣକୁ। ଏଇଟା ହେଉଛି ଆମର ଦ୍ୱିତୀୟ ପର୍ଯ୍ୟାୟ। ଏବେ ସେଇ ମଜବୁତ ମୂଳଦୁଆ ଉପରେ ଆମେ ଟିକେ ଜଟିଳ ବିଷୟଗୁଡ଼ିକର ଇମାରତ ତିଆରି କରିବା। ଏହି ପର୍ଯ୍ୟାୟ ଚାଲିବ 13ରୁ 22 ଦିନ ପର୍ଯ୍ୟନ୍ତ। ଏଥିରେ ଗଣିତରେ ଆମେ ଆଗକୁ ବଢ଼ି ସମୟ ଓ କାର୍ଯ୍ୟ, ଗତି ଓ ଦୂରତା ଭଳି ବିଷୟ ଦେଖିବା। ରିଜନିଂରେ ସିଟିଂ ଆରେଞ୍ଜମେଣ୍ଟ, ପଜଲ୍ ଆସିବ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଧାରଣ ଅଧ୍ୟୟନରେ ଏବେ ଭାରତୀୟ ଭୂଗୋଳ ସହିତ ଓଡ଼ିଶା ଭୂଗୋଳ ଆଉ ଓଡ଼ିଆ ବ୍ୟାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ। ତେଣୁ ଏଇଠି ଗୋଟେ ରଣନୈତିକ ପରିବର୍ତ୍ତନ ହେଉଛି। ଆମେ ସାଧାରଣ ଇତିହାସରୁ ଏବେ ନିର୍ଦ୍ଦିଷ୍ଟ ଭାବେ ଓଡ଼ିଶା ଭୂଗୋଳ ଆଡ଼କୁ ଆସୁଛେ, ଆଉ ଇଂରାଜୀ ବେସିକ୍ସରୁ ଓଡ଼ିଆ ବ୍ୟାକରଣ ଉପରେ ଅଧିକ ଗୁରୁତ୍ୱ ଦେଉଛେ। ଏହା ବହୁତ ଜରୁରୀ। ଆଉ ଦେଖନ୍ତୁ, ସନ୍ଧି ଓ ସମାସ ଭଳି ଓଡ଼ିଆ ବ୍ୟାକରଣର ମୂଳ ସିଦ୍ଧାନ୍ତଗୁଡ଼ିକ ଏହି ପର୍ଯ୍ୟାୟରେ ହିଁ ଅଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପରୀକ୍ଷାରେ ଆଞ୍ଚଳିକ ଭାଷାରେ ଦକ୍ଷତା ହାସଲ କରିବା କେତେ ଜରୁରୀ। ବେଶ୍, ଏବେ ଆମେ ପହଞ୍ଚିଗଲେ ପଞ୍ଚମ ବିଭାଗରେ, ଅନ୍ତିମ ପ୍ରୟାସ। ଏଇଟା ହେଉଛି ଆମର ଶେଷ 5 ଦିନର ପ୍ଲାନ୍, ଆଉ ଏଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟ ହେଉଛି ରିଭିଜନ୍ ଆଉ ସେ ସବୁ ବିଷୟ ଉପରେ ଫୋକସ୍ କରିବାର ଯେଉଁଥିରୁ ଭଲ ସ୍କୋର ଆସିପାରିବ। ଦେଖନ୍ତୁ, ପ୍ରଥମ 22 ଦିନରେ ଆମେ ବିଷୟକୁ ଗଭୀର ଭାବେ ବୁଝିଲେ, କିନ୍ତୁ ଏହି ଶେଷ 5 ଦିନରେ ଫୋକସ୍ ପୂରାପୂରି ବଦଳିଯିବ। ଏବେ ଆମେ ନୂଆ କିଛି ନ ପଢ଼ି କେବଳ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ପୁନରାବୃତ୍ତି କରିବା ଆଉ କରେଣ୍ଟ ଆଫେୟାର୍ସ ଉପରେ ଧ୍ୟାନ ଦେବା। ଏହି ଶେଷ 5 ଦିନରେ ଆମର ପ୍ରଥମ ସ୍ଲଟ୍ରେ ରହିବ କମ୍ପ୍ୟୁଟର, ଯେମିତିକି MS ୱାର୍ଡ, ଏକ୍ସେଲ୍, ଇଣ୍ଟରନେଟ୍। ଦ୍ୱିତୀୟ ସ୍ଲଟ୍ରେ ଇଂରାଜୀ ଓ ଓଡ଼ିଆର ପ୍ରାକ୍ଟିକାଲ ପ୍ରୟୋଗ, ଯେମିତିକି କମ୍ପ୍ରିହେନ୍ସନ୍, ଟ୍ରାନ୍ସଲେସନ୍। ଆଉ ତୃତୀୟ ସ୍ଲଟ୍ଟି ସମ୍ପୂର୍ଣ୍ଣ ଭାବେ କରେଣ୍ଟ ଆଫେୟାର୍ସ ପାଇଁ, ଯେଉଁଥିରେ ଗତ 6 ମାସର ଘଟଣାବଳୀ, ପୁରସ୍କାର, କ୍ରୀଡ଼ା ଏସବୁ ରହିବ। ଏଇଗୁଡ଼ିକ ହିଁ ସ୍କୋର ବଢ଼ାଇବାରେ ସବୁଠୁ ବେଶୀ ସାହାଯ୍ୟ କରେ। ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଶେଷ ସପ୍ତାହର ମୂଳମନ୍ତ୍ର ହେଲା ପ୍ରାକ୍ଟିକାଲ କମ୍ପ୍ୟୁଟର ଜ୍ଞାନ, ଭାଷାର ପ୍ରୟୋଗ,
ଗତ 6 ମାସର କରେଣ୍ଟ ଅଫେୟାର୍ସ ଆଉ ଖାସ୍ କରି ଓଡ଼ିଶା ସମ୍ବନ୍ଧୀୟ ଯୋଜନା ଓ ତଥ୍ୟ। ମନେ ରଖନ୍ତୁ, ଏହି ବିଷୟଗୁଡ଼ିକ ହିଁ ମେରିଟ୍ ଲିଷ୍ଟରେ ଆଗକୁ ନେବ। ଠିକ୍ ଅଛି, ଏବେ ଆମେ ଆସି ପହଞ୍ଚିଲେ ଆମର ଶେଷ ବିଭାଗ ସଫଳତାର ମାର୍ଗରେ। ଚାଲନ୍ତୁ ଏବେ ଏହି ସମ୍ପୂର୍ଣ୍ଣ 27 ଦିନର ଯୋଜନାକୁ ଆଉ ଥରେ ଦେଖିବା ଆଉ ବୁଝିବା ଏହା କାହିଁକି ଏତେ ପ୍ରଭାବଶାଳୀ। ଦେଖନ୍ତୁ, ଏହି ଯୋଜନାର ଯେଉଁ ଚମତ୍କାରିତା ତାହା ଲୁଚି ରହିଛି ଏହାର ସନ୍ତୁଳନ ଭିତରେ। ଏହା କେବଳ ଗୋଟେ ଟପିକ୍ର ଲିଷ୍ଟ ନୁହେଁ, ଏହା ଗୋଟେ ତାର୍କିକ କ୍ରମରେ ଆଗକୁ ବଢ଼ୁଛି। ପ୍ରଥମେ ମୂଳଦୁଆ, ତାପରେ ଜ୍ଞାନର ବିସ୍ତାର ଆଉ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ପୁନରାବୃତ୍ତି। 3 ଏହି ସଂଖ୍ୟାଟିକୁ ମନେ ରଖନ୍ତୁ, କାରଣ ଏହି 3ଟି ପର୍ଯ୍ୟାୟ ମୂଳଦୁଆ, ସମ୍ପ୍ରସାରଣ ଆଉ ଅନ୍ତିମ ପ୍ରୟାସ, ଏହି 3ଟା ମିଶି ହିଁ ଏହି ବଡ଼ ଲାଗୁଥିବା ଲକ୍ଷ୍ୟକୁ ସହଜ କରିଦିଅନ୍ତି। ଏଇଟା ହିଁ ଏହି ପୁରା ପ୍ଲାନରର ମୂଳ ଶକ୍ତି। ତେବେ ଯୋଜନା ତ ଏବେ ଆଖି ସାମ୍ନାରେ ଅଛି, କିନ୍ତୁ ଗୋଟା ବଡ଼ ପ୍ରଶ୍ନ ହେଉଛି, ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁଶାସନ ଅଛି କି? କାରଣ ରାସ୍ତା ତ ମିଳିଗଲା, କିନ୍ତୁ ସେହି ରାସ୍ତାରେ ଚାଲିବାର ଦାୟିତ୍ୱ ନିଜର। ନିଷ୍ଠା ଆଉ ଅନୁଶାସନ ହିଁ ଏହି ଯୋଜନାକୁ ସଫଳତାରେ ବଦଳେଇ ପାରିବ।